ধরিলে চুটি কহিল মনে বুঝিলে তোর চরণ মাতর চরণ লো মাতর চরণ রণের ভোর কুমার কলেরি ধন রাজা করাইল বিভীষণ নারায়ণ রাজা করাইল শান্তি প্রদায়িনী শক্তি করুপিনী দুষ্ট শঙ্কর ভাগিনী গিরি রাজকুমারী সারলা বিমলা কমলারে গৌরী শরণ পারে হরি গো নারায়ণী মাগ শরণ পারায়ণী ভগবতী কামাক্ষী তোরা পার্বতী তোর মরে উঠিবি সাইর তোর পদ পাদে দিও কান ভগবতী তোর পদ পাদে দিও কান চরণে করুতি আশায় ভগবতী চরণে করুতি বিষয়କୁ ପଚାରିଲେ ପଚାରି ଚକିବାକୁ ସହଜ କଣେଛି ବୁଝି ଆଣିଦେବା କଥାଟାରେ କଷ୍ଟ ହୋଇଛି ରାସ୍ତା ଜାଣିଥିଲେ ଗାଁ ସହଜ ବାଟ ଆରେ ବାଟ ଜାଣିଥିଲେ ଗାଁଟା ସହଜ ବାଟ ବାଟ ନ ଜାଣିଲେ ଗାଁଟାରେ ବଡ଼ ଯେ କଷ୍ଟ ସମୁଦ୍ରରେ କେତେ ଜଳ ଅଛି ରେ ଧନ ଲାଗିଲେ ମାପିବାକୁ କାହାର କ୍ଷମତା ଆକାଶଟା କେତେ ହାତ କିଏ ବାବୁଛି ଆକାଶଟା କେତେ ହାତ କିଏ ବାବୁଛି କେତେ ତାରା ଗଣବା ପରେ କେହି ଗଣି ଅଛି ସେହିପରି ପୁରାଣ ପାଠରେ ସକଳ ବଡ଼ ଗଭୀର ଅଟଳିରେ ପୁରାଣର ସାର ବାପା ପୁରାଣର ଶେଷ ନାହିଁ ରେ ବାପା ବିଦ୍ୟା କେଉଁ ସ୍ଥାନେ ଶେଷ ହୋଇ ନାହିଁ ଜାଣ ପେଟ ପୋଷ ନାହିଁ ଦେଶ ଅତେ ସଂସାର ଆରେ ପେଟ ପୋଷ ନାହିଁ ଦେଶ ଅତେ ସଂସାର ପେଟ ପୋଷିବାକୁ ଆସିଛନ୍ତି ଜାନ ମଝିରୁ କିନ୍ତୁ ସମାଜ ଭଦ୍ର ବସିଛନ୍ତି ରେ ସକଳ ବାପା ଜ୍ଞାନ ପଣ୍ଡିତ ଅଛନ୍ତି
ଦେବାକୁ ଦେବା କହିଲ ଆରେ ଚଢେଇ ଚଢା ଗଛ ଉପୁଡ଼ା ଉପରେ ଆରେ ମାଇ ପଛିଲା ଆଲୋଚନା କରିବେ ମୋ ବିଦୁଷଣ ନିଶ୍ଚୟ କାର୍ତ୍ତିକ ମହାତ୍ମା ହେ ପୁରାଣ ଯେତେବେଳେ ବାବୁ ଅସୁର କୂଳରେ ଜନ୍ମ ଆରେ ଜଳତ ଭୋଲେର ତାର ଅତୁଳି ନାମ ଅସୁର କୂଳେ ଯାତ ଜଳ ବୋଲି ସେତ ମହାପ୍ରତାପୀ ବାବୁ ବଳବାନ ଅସୁର ନାରୀ ଗୋଟିଏ ପାଇଥିଲା ବଡ଼ ସୁନ୍ଦରୀ ଆରେ ନାରୀ ଏକ ପାଇଥିଲା ବଡ଼ ସୁନ୍ଦରୀ আরে তুলসী হলেন নাম নিশ্চয় আরে বৃন্দাবতী বলে যাক কহে ধন বৃন্দাবতী অসন্তিলে জল ধর্মারি পুর মহাশক্তি নারী বৃন্দাবতী রে বাপ জল জল মহাপ্রতাপী অসুর পুর নিশ্চয় মহাপ্রতাপী অসুর জল অন্যায় তোলার দেবতা সঙ্গর দেবতা সঙ্গে বড় অন্যায় তোলা মারিবা পাই বিষ্ণু প্রকাশ দেব পরি মরিব অসুরে রাখে জলন্দর মরিলে ভাড়া হইব জলন্দর মরিলে ভাড়া হইব শাসন অসুর কূଳରେ ଜାତ ନାମ ହେଲା ଜଳନ୍ଧର ଜଳନ୍ଧର ନାରୀ ହେଉଛନ୍ତି ବୃନ୍ଦାବତୀ ମା ତୁଳସୀ ପତ୍ର ହେରିରେ ଅଛି ଏଣୁ ଯେତେବେଳେ ବୃନ୍ଦାବତୀ ସତୀ ନାରୀ ହେଲେ ବୃନ୍ଦାବତୀ ମା ବୃନ୍ଦାବତୀ ସତୀ ନାରୀ କିନ୍ତୁ ଜଳନ୍ଧର ଏପରି ରାକ୍ଷାସ ଅସୁର ଦେବତା ମାନଙ୍କୁ ବହୁତ କଟାଳ କଲା ଦଣ୍ଡ ଦେଲା କିନ୍ତୁ ଦେବତା ମାନେ ମାରିବା ପାଇଁ କର୍ତ୍ତବ୍ୟ ନାହିଁ ମାତ୍ର ମାରିପାରିବେ ନାହିଁ କାହିଁକି ନା ଜଳେନ୍ଦ୍ର ମହାସୁର ମହାପ୍ରତାପୀ ହେଲେ ମଧ୍ୟ କଣ ନା କିରି ଅସୁର ମରିଛନ୍ତି ନା ମରିଛନ୍ତି କାହିଁକି ଜଳେନ୍ଦ୍ର ମରିବନି କଣ ପାଇଁ ଆରେ ବୃନ୍ଦାବତୀର ସତୀତ୍ୱ ନଷ୍ଟ ନହେଲା ଜାଗା ଜଳେନ୍ଦ୍ର ମରିବ ନାହିଁ ସତୀତ୍ୱ ନଷ୍ଟ କେମିତି ହେଲା ଆରେ ଆଦି ଅନ୍ତ କର ତା ଅନ୍ତର୍ଯାମୀ ନାଥ আরে আদি অন্ত করো তারে অন্তর্যামী নাথ জানিলে সকল কথা রহিরে গুপ্ত ভগবান বিচারিলে নারায়ণ মন মথর অসুর মারিবি কি করি যে সতর আরে হরিহর এক হরি ধন আরে হরিহর এক আত্মারে অতই ধন হরি প্রভু সে নারায়ণ হর অতীরে দেব মহাদেব কুসুমরণা করিলে মহাদেব কুসুমরণারে করিলে এ সময় মহাদেব হরি পাশকু বলি তাই মধ্যে আজ মনে জান নিমন্ত্রণ কৃপা করিল প্রভু নারায়ণ এ সময় কহতে প্রভু অন্তর্যামী কার্য শেষ করিবি তুমর সাহায্য পুরি বিষ্ণু কহিলে শিব মুখକୁ যাহি তুম সাহায্য মিলে কার্য করিবি শিব কহিলে প্রভু কি কার্য ହେବ কি কার্য করিবি কুহ যে সতর এ সময় কহতে প্রভু নারায়ণ জলধর অসুর প্রতাপী হইলা বার জলধরକୁ বিনাশ କରିବା ପାଇଁ ଏଡ଼େ ତୁମକୁ ସାହାଯ୍ୟ ଏବେ ମାଗୁଛି ମୁଇଁ ତୁମକୁ ସାହାଯ୍ୟ ଯେ ମାଗୁଛି ଜାଣ ଏ ସମୟ ପ୍ରଭୁ ନାରାୟଣ ଶୁଣିଲ ଦେବ ଦେବ হে ମହାଦେବ ଜଳଧର ସଙ୍ଗେ ଯୁଦ୍ଧ କରିବେ ଭାବ ଜଳଧର ସଙ୍ଗେ ଯୁଦ୍ଧ କରିବା ପାଇଁ ଦେବ ଦେବ ମହାଦେବ দেব দেব মহাদেব জলধর সঙ্গে যুদ্ধ করুଛନ୍ତି বাবুরে
রে যুদ্ধর ভূমিরে এ সময় নারায়ণ বিচারিলে মন এ সময় নারায়ণ বিচারিলে মন নমরিব অসুর কেতে যুদ্ধ কলে গুণ এপরি মহাদেবକୁ ସେ ମାନିବ ନାହିଁ বিচার কলে প্রভু সে নর সাই বিচার কলে আরে সে নর সাই একাকিনী ଅଛି বাবু ସେହି বৃন্দাবতী আরে কপট মায়া রূপ ধরিলে প্রভুতি কপটরে মায়া রূপ কুহুড়িলে আরে প্রকৃত জলধর দুঃখ করুতি হলে ଆଉ ଏକ ଜଳଧର ରୂପ କୁହୁଡ଼ିଣ ଆଉ ଏକ ଜଳଧର ରୂପ କୁହୁଡ଼ିଣ ବୃନ୍ଦାବତୀ ସଙ୍ଗେ କେଳି କରିଲେ ଜାଣ ବୃନ୍ଦାବତୀ ସଙ୍ଗେ କେଳି କରିଲେ ଜାଣ ବାପା ସେତେବେଳେ ଜଳଧର ବିନାଶ ଗଲା ସେତେବେଳେ ଜଳଧରରେ ବିନାଶ ଗଲା ବିରକ୍ତି କ୍ରୀଡ଼ା ସମୟରେ ବୃନ୍ଦାବତୀ ଜାଣିଲା ବିଷ୍ଣୁରେ ଅଛନ୍ତି ଜଳଧର ରୂପେ କାମ କ୍ରୀଡ଼ା କରୁଛନ୍ତି ବୃନ୍ଦାବତୀ ସଙ୍ଗତେ କାମ କ୍ରୀଡ଼ାରେ ବାବୁ ଜାଣିଲା ସେହି ଏ ତ ପ୍ରକୃତ ଜଳଧରରେ ଅଟଇ ନାହିଁ ଯେତେବେଳେ ବାପା ବିଷ୍ଣୁ ସୁମରଣ କଲେ ଶିବଙ୍କୁ ଆଚ୍ଛା ଆଚ୍ଛା ଯେ ଜଳଧରକୁ ବିନାଶ ତମେ କରିବ ହଁ ଶିବ କହିଲେ ମାରିବି ସତ କଥା ନିଶ୍ଚୟ ମାରିବି ଯେ ଜଳଧର ମରିବନି ମହାଦେବ ମାତ୍ର ମରିବ କାହିଁକି କଣ ପାଇଁ ସତୀ ହଉଛନ୍ତି ବୃନ୍ଦାବତୀ ବୃନ୍ଦାବତୀ ସତ୍ୟ କନ୍ୟା ଯୋଉ ଦିନ ପର୍ଯ୍ୟନ୍ତ ବୃନ୍ଦାବତୀଙ୍କର ସତୀତ୍ୱଟା ନଷ୍ଟ ହେଇନି ନାହିଁ ଜଳନ୍ଧରକୁ କିଏ ହେଲେ ମାରିପାରିବେ ନାହିଁ ଜଳନ୍ଧରଙ୍କ ହସ୍ତରେ ମରିବ ନାହିଁ ଭଗବାନ କହିଲେ ଶିବଙ୍କୁ ହରିହର ଏକ ଆତ୍ମା ଦୁଇଟି ଶରୀର ହଁ ହରିହର ଏକ ଆତ୍ମା ଦୁଇଟି ଶରୀର ବିଷ୍ଣୁଙ୍କ ଗୋଟେ ଶରୀର ଶିବଙ୍କ ଗୋଟେ ଶରୀର କିନ୍ତୁ ଆତ୍ମା ହଉଛି ଏକ ହଁ ହଁ ଶିବଙ୍କୁ ବିଷ୍ଣୁ କହିଲେ କଣ ତମେ ମହାଯୁଦ୍ଧ ଘୋର ଯୁଦ୍ଧ କରୁଥିବ ହଁ ମୁଁ ବୃନ୍ଦାବତୀ ତୋର ସତୀତ୍ୱ ନଷ୍ଟ କରିଦେବି ସେଇଟା କରିଦେବେ ହଁ ନିଶ୍ଚିତ ଭାବେ ତମ ହାତରେ ବୃନ୍ଦାବତୀ ମରିବେ ଆରେ ଶିବ ମଧ୍ୟ ବିଶ୍ୱାସ କରିନେବେ ବୋଲେ କାହିଁକି କଣ ଇଏ ତ ନବଘନ ଇଏ ତ ନଟବର ୟାର କଥାଟି ସତ ଇଏ ଯାହା କରିବି କରିଦବ କେତେବେଳେ ଭଇବ କୋଉ ପବନ ମୋ ଭାଇନାଙ୍କର କାମ ସେମିତି ଶିବଙ୍କର ବଡ ହଉଛନ୍ତି ବିଷ୍ଣୁ ବିଷ୍ଣୁ ହଁ ଶିବ କହିଲେ ଠିକ ଅଛି ଠିକ ଅଛି ମୁଁ ଜଳନ୍ଧର ସହିତ ଯୁଦ୍ଧ କରିବି ଯୁଦ୍ଧ କରିବି କିନ୍ତୁ ତମେ ବୃନ୍ଦାବତୀର ସତୀତ୍ୱ ନଷ୍ଟ କରିବାକୁ ପଡିବ ବାଧ୍ୟ ଶିବ ଜଳନ୍ଧର ଯୁଦ୍ଧ ଚାଲିଛି ଏଣେ ଭଗବାନ ଜଳନ୍ଧର ରୂପକୁ ଧାରଣ କଲେ ନହେଲେ ବୃନ୍ଦାବତୀ କଣ ତାଙ୍କୁ ପାଖ ବଢେଇବେ ସତୀତ୍ୱ ନଷ୍ଟ ହବନି ସତୀତ୍ୱ ନଷ୍ଟ ଦେବାକୁ କେବେ ବିଷ୍ଣୁ ରୂପରେ ଗଲେ ଛାଡ଼ିବେନି ନାଇଁ ତ ଏଣେ ବିଷ୍ଣୁ ଜଳନ୍ଧର ରୂପ ହୋଇ ହଁ ଯେତେବେଳେ ବାପା ବୃନ୍ଦାବତୀ ସହିତ କାମ କେଳି କରୁଛନ୍ତି ଆଚ୍ଛା ଏଣେ ଶିବ ଜଳନ୍ଧରକୁ ବିନାଶ କରିଦେଲା ବିନାଶ କରିଦେବେ କିନ୍ତୁ କାମ କେଳି ଭିତରେ ବାପା ଜଳନ୍ଧର ରୂପରେ ଭଗବାନ ଅଛନ୍ତି ହଁ ବୃନ୍ଦାବତୀ ଜାଣିନେଲା ଜାଣିଦେଲେ କାହିଁକି କଣ ପାଇଁ ଆରେ ଅସୁର ବିରତି କରୁଥାଏ ବୃନ୍ଦାବତୀ ହଁ ଆରେ ଦେବ ବିରତିକୁ ଜାଣିଲା ସେ ସତୀ ସତୀ ଆରେ ଜଳଧର ହଉଛି ଗୋଟେ ଅସୁର ଅସୁର ଅସୁରର ପ୍ରେମ ଅଲଗା ଥାଏ ହଁ କିନ୍ତୁ ଦେବ ପ୍ରେମ କରୁଛନ୍ତି ବିଷ୍ଣୁ ଦେବତା ପ୍ରେମ ଅଲଗା ଅସୁର ପ୍ରେମ ଅଲଗା ଠିକ ଏଣେ ବାପା ପ୍ରେମ ସମୟରେ ଜାଣିଦେଲେ ସେହି ମତି ଜୟ ରାମ ହେ ଜୟ ରାମ ହେ ସୁଚାରରେ ତେଲି ଦେଲେ ମୁଖକୁ ଝଟକି ଭଜା ରାମ ହେ କିଏ ତୁକା ମନ ଆସି ଅଛୁ ମୋର ପାଶ ଜୟ ରାମ ହେ ମୋର ପ୍ରତି ଯାଇଛନ୍ତି ରେ ଯୁଦ୍ଧ করে ଦେଖ ଜୟ ରାମ ହେ କେଡ଼େ କପଟ କରିଲୁ କପଟରେ ମୁଖ ଜୟ ରାମ ହେ ସଙ୍ଗେ ସଙ୍ଗେ ଦେବ ଭର ହେଲେ ବୃନ୍ଦାବତୀ ଧ୍ୱଜ ରାମ ହେ କେଡ଼େ କପଟ କରିବେ ଲୋରେ ମୋ ପାଶେଟି ଜୟ ରାମ ହେ କହ କିଏ ଦୁଆରେ ଚୁର ପାମର ଭଜ ରାମ ହେ ଅଭିଶାପ ଯୋଗୁଁ ଭସ୍ମ ହେବ ଘର ଜୟ ରାମ ହେ ବୃନ୍ଦାବତୀ ମୁଖରୁ ଶୁଣିଲେ ନାରାୟଣ ଭଜ ରାମ ହେ ସଙ୍ଗେ ସଙ୍ଗେ ଚତୁର୍ଥ ମୂର୍ତ୍ତି ହେଲେ ନାରାୟଣ ଜୟ ରାମ
ଡାକିଲ ନାରାୟଣ ହେ ଭୋଲା ଜୟ ରାଗଣୀ ଅଭିଶାପ ଭେଟିବ ହେ ହରି ଭୟ ରାଗଣୀ ମୋର ଅଭିଶାପ ଭେଟିବ ହେ ହରି ଭଜ ରାଗଣୀ କେତ କେତ ହୋଇ ରହିବ ଜଳରେ ଯାଇ ଜୟ ରାଗଣୀ ଭଜ ରାଗଣୀ ସୁନ୍ଦର ଯେତେବେଳେ ବାପା ଅସୁର ପ୍ରେମ ଅଲଗା ଦେବ ପ୍ରେମ ଅଲଗା ବୃନ୍ଦାବତୀ ସବୁବେଳେ ଜଳନ୍ଧର ଅସୁର ସହିତ ପ୍ରେମ କରୁଥାଏ ଜଳନ୍ଧର ଶିବଙ୍କ ସହିତ ଯୁଦ୍ଧ କରୁଛନ୍ତି ଜଳନ୍ଧର ରୂପରେ ଯେତେବେଳେ ବିଷ୍ଣୁ ଯାଇଛନ୍ତି ବୃନ୍ଦାବତୀ ଯୁଦ୍ଧକୁ ଆପଣ ଯାଇଥିଲେ ଶିବଙ୍କ ସହିତ ଫେରିଗଲେ ଫେରି ଆସିଲେ ନିଶ୍ଚୟ ଭଗବାନ କପଟିଆ ଲୋକ ଲମ୍ପଟିଆ ସେ କହିଲେ ଆଜି ଶିବ ମୋ ସହିତ ପରାସ୍ତ ହେଇଗଲେ ଏଣୁ ମୋର ମନ ଆଗ୍ରହିତ ବର୍ତ୍ତମାନ ତମ ସଙ୍ଗରେ ମୁଁ ସବାସ କରିବି ବିଷ୍ଣୁ ଜଳଧର ରୂପରେ ଅଛନ୍ତି କହିଲେ ମୁଁ ଆଜି ଶିବଙ୍କୁ ପରାସ୍ତ କରିଛି ନିଶ୍ଚୟ ହେ ବୃନ୍ଦାବତୀ ହେ ବୃନ୍ଦାବତୀ ମୋର କାମ ଆସକ୍ତିରେ ଶରୀର ମୁଁ ଥୟ ନାହିଁ ବର୍ତ୍ତମାନ ଏହି ସମୟରେ ମୁଁ ତମ ସଙ୍ଗରେ କାମ କ୍ରୀଡ଼ା କରିବି ନିଶ୍ଚୟ ହେଲେ ବିଷ୍ଣୁଙ୍କ କପଟ ମେହକ ଜାଣିପାରିଲେନି ବୃନ୍ଦାବତୀ ନାହିଁ ବୃନ୍ଦାବତୀ କହିଲେ ବୃନ୍ଦାବତୀ ମଧ୍ୟ ଅସୁର ହେଲେ ମଧ୍ୟ ଜଳନ୍ଧରକୁ ଭଲ ପାଉଥାନ୍ତି ଜଳନ୍ଧରକୁ ବୃନ୍ଦାବତୀ ବହୁତ ଭଲ ଭଲ ପାଉଥାନ୍ତି ପାଉଛନ୍ତି ଅସୁର କୂଳେ ସିଏ ହେଲେ ମଧ୍ୟ ଶାନ୍ତ ବୃନ୍ଦାବତୀ ଅତି ସ୍ନେହ କରୁଥାନ୍ତି ବହୁତ ନିଜର ଲୋକ ଯେତେବେଳେ ବୃନ୍ଦାବତୀ ଆଗରେ ବିଷ୍ଣୁ ଜଳନ୍ଧର ରୂପରେ କହିଲେ ମୁଁ ବର୍ତ୍ତମାନ ଶିବଙ୍କୁ ପରାସ୍ତ କରି ଆସିଛି ଆଉ ମୁଁ କାମ ଆସକ୍ତରେ ବିଭୋର ବର୍ତ୍ତମାନ ହିଁ ତମ ସଙ୍ଗରେ କାମ କ୍ରୀଡ଼ା କରିବି ନିଶ୍ଚୟ ବୃନ୍ଦାବତୀ କାମ କ୍ରୀଡ଼ା ତାକୁ ଦେଲେ ହେଲେ ବିଷ୍ଣୁ ବୋଲି ଜାଣିନାହାନ୍ତି ଜଳନ୍ଧର ରୂପରେ ବିଷ୍ଣୁ ଅଛନ୍ତି ଭଗବାନ କାମ କ୍ରୀଡ଼ାଟା ଦେଇଦେଲେ ହଁ କାମ କ୍ରୀଡ଼ା କରିବା ସମୟରେ ଆରେ ଜଳନ୍ଧର ଯୋଉ ପୁରୁଷ ତାର ଥାଏ ଯୋଉ କାମ କ୍ରୀଡ଼ା କରୁଥାଏ ସେ କାମଟା କେମିତି ସେ ନାରୀ ଜାଣିଥାଏ ଜାଣିଦବ କିପରି ସୁବାସ ସିଏ ତାଙ୍କ ସାଙ୍ଗେ ହେଲା କିନ୍ତୁ ବିଷ୍ଣୁ ସୁବାସ ଯୋଉ କଲେ ବୃନ୍ଦାବତୀକୁ ଉଚିତ ଲାଗିଲା ଏଇ ଅସୁବିଧା ଉଚିତ ଲାଗିଲା ସଙ୍ଗେ ସଙ୍ଗେ ବୃନ୍ଦାବତୀ ସତ୍ୟର ପରିତ୍ୟାଗ କଲେ କଣ ବୋଲେ ତମେ ପ୍ରକୃତ ଜଳନ୍ଧର ଆଉ କିଏ ତମେ କି ଗୋଟେ ମାୟାବୀ କାହିଁକି କଣ କଣ ଆରେ ପ୍ରୀତିର ମଧୁର ଧନ ଅଟଇରେ ସ୍ୱାଦ ସେ ସ୍ୱାଦ ଯୋଉ ଜାଣି ଜାଣି ଅଛି ରେ ବହୁତ ଯୋଉ ପ୍ରୀତି ଯୋଉ ପୁରୁଷ ସଙ୍ଗରେ କରିବ ସେ ସ୍ୱାଦ ସେ ନାରୀରେ ଖାଇ ନଥିବ ଯୋଉ ପୁରୁଷର ପ୍ରୀତି କରିବ ଯେ ସେଇ ସେ ସ୍ୱାଦ ତାକୁରେ ମିଳିବ ଯେ ନାହିଁ ହେଲେ ସେ ସ୍ୱାଦଟା ପାଇପାରିଲେ ନାହିଁ ବୃନ୍ଦାବତୀ କହିଲେ ତମେ କି ସେ ଗୋଟେ ତମେ କିଏ ସେ କହିବ ନା ମୁଁ ଅଭିଶାପ ଦେବ ମା ଜାଣିଗଲେ ବିଷ୍ଣୁ ଯଦି ବୃନ୍ଦାବତୀ ଯାହା କହିବେ ତାହା ଅନୁଶାପ କରିବ ମତେ ପଡିଯିବ ନିଶ୍ଚୟ କରିବ ମୁଁ କରିବି ସଙ୍ଗେ ସଙ୍ଗେ ବିଷ୍ଣୁ ନିଜ ରୂପକୁ ଦେଖିବି ବୃନ୍ଦାବତୀ ହେ କପଟି ନାରାୟଣ କେଡେ କପଟ କରିଦେଲ କଣ ଆଜି ମୋର ସତୀତ୍ୱକୁ ନଷ୍ଟ କରି ମୋର ପତିକୁ ବିନାଶ କରିବାକୁ ବସିଲ ମୋ ପତି ବିନାଶ ପାଇଗଲେ ନିଶ୍ଚିତ ଆଜି ମୋ ପତି ମରିଯିବେ ଜଳନ୍ଧର ମୋର ଚିବେ ଯିବେ ନାହିଁ ତେଣୁ ମୁଁ ଅଭିଶାପ ଦଉଛି କଣ ତମେ ଜଳ ଭିତରେ ବଜ୍ରକୀଟ ହେଇକି ରହିବ ନିଶ୍ଚୟ ଭଗବାନ ମଧ୍ୟ ରାଗିଗଲେ ଯଦି ମୁଁ ବଜ୍ରକୀଟ ହେବି ମୁଁ ଯଦି ବଜ୍ରକୀଟ ହେବି ହେ ବୃନ୍ଦାବତୀ ଜଳ ମଧ୍ୟରେ ରହିବି ହେ ବୃନ୍ଦାବତୀ ତୋର ସ୍ୱାମୀ ମଧ୍ୟ ତୋର ସ୍ୱାମୀ ମଧ୍ୟ ଶିଳା ରୂପରେ ରହିବ ଶିଳା ରୂପରେ ରହିବ ମୁଁ ବଜ୍ରକୀଟ ହେଇକିରି ଶିଳାକୁ କାଟିବି କାଟିବି ତୋ ସ୍ୱାମୀର ଶରୀରଟାକୁ କାଟିବି ନିଶ୍ଚୟ କାଟିଦେବି